ମୁଁ ଆପଣଙ୍କୁ ପଚାରୁଛି କ'ଣ ଦେଖିଲେ ମୋତେ କୁହନ୍ତୁ। ହଲ୍ଲା ବୋଲ କଲେ ଆସିକି ନା ବିଭିନ୍ନ ପ୍ରକାର ନାରା ପକ୍ଷ ଦେଖିଲେ ନା ଦ୍ୱିପକ୍ଷ ଦେଖିଲେ ଦ୍ୱିପକ୍ଷ ସେଇଟା କହନ୍ତୁ ଆଗ। ବିଜୁ ଜନତା ଦଳର ଦୁଇ ପକ୍ଷ, ଗୋଟେ ପଟେ ପାଣ୍ଡିଆନ ବିଜୁ ଜନତା ଦଳ, ଗୋଟେ ପଟେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କର ବିଜୁ ଜନତା ଦଳ, ଉଭୟ ଗୋଷ୍ଠୀ ସାମ୍ନା ସାମ୍ନି ହେଲେ ନା ନାହିଁ। ଆଜି ତ ଆମର କିଛି ପ୍ଲାନ୍ ନଥିଲା, ସେମାନେ ତ ଗୋଟେ ପ୍ଲାନ୍ କରିକି ଯାଇକି ଜଣେ ପୂର୍ବତନ ମନ୍ତ୍ରୀଙ୍କ ଘରେ ବସିକି ଆସିଲେ, କିନ୍ତୁ ଯେଉଁମାନେ ପ୍ରକୃତରେ ବିଜୁବାବୁଙ୍କ ଆଦର୍ଶରୁ ଅନୁପ୍ରାଣିତ ସେମାନେ ଅପର ପକ୍ଷରେ ଥିଲେ, ଯାହା ଭିତରେ ଆତ୍ମସମ୍ମାନ ଅଛି ସେମାନେ ଏପଟ ପଟେ ଥିଲେ, ସେମାନେ ତାଙ୍କୁ ବିରୋଧ କରୁଥିଲେ। ଯେଉଁମାନେ ପାଣ୍ଡିଆନ ବିଜୁ ଜନତା ଦଳକୁ ନିୟନ୍ତ୍ରଣ କରି ରଖିଛନ୍ତି ତାଙ୍କୁ ବିରୋଧ କରୁଥିଲେ ଏବଂ ଆଗାମୀ ଦିନରେ ଏ ବିରୋଧ ଜୋରଦାର ହେବ ଏବଂ ପାଣ୍ଡିଆନ ମୁକ୍ତ ବିଜୁ ଜନତା ଦଳ, ପାଣ୍ଡିଆନ ନିୟନ୍ତ୍ରଣରୁ ବିଜୁ ଜନତା ଦଳକୁ ସମ୍ପୂର୍ଣ୍ଣ ଭାବେ ମୁକ୍ତ କରାହେବ। କିନ୍ତୁ ଆପଣଙ୍କ ଦଳର କର୍ମୀ ଆପଣ ଏଯାଏଁ ବଳରୁ ବହିଷ୍କାର ହୋଇନାହାନ୍ତି, ନିଲମ୍ବନ ଆଦେଶ ମଧ୍ୟ ଆସିନି, ସୋ କଜ୍ ନୋଟିସ୍ ମଗାଯାଇଛି, କିନ୍ତୁ ଆଜି ହଠାତ୍ ଏମିତି ଆସିକି ପରିସ୍ଥିତି ସୃଷ୍ଟି କରିବା କ'ଣ ସନ୍ଦେଶ? ଗଣତାନ୍ତ୍ରିକ ପ୍ରକ୍ରିୟାରେ ବିଜୁ ଜନତା ଦଳରେ ଯିଏ ପ୍ରଶ୍ନ ପଚାରିବ ତାର ବେକ କାଟ ହେବ। କିଛି ଲୋକ ଅଛନ୍ତି ଯେଉଁମାନେ ଅବାଧ ମୁକ୍ତ ବିଜୁ ଜନତା ଦଳ ପରିଚାଳନା ହେବାକୁ ଦେଉନାହାନ୍ତି, ଯେଉଁମାନେ କୌଣସି ନିୟନ୍ତ୍ରଣ ମୁକ୍ତ ବିଜୁ ଜନତା ଦଳ ସାଧାରଣ କର୍ମୀଙ୍କ କଥା କେମିତି ଶୁଣିବେ, ନେତାଙ୍କ ପାଖରେ ସାଧାରଣ କର୍ମୀଙ୍କର କ'ଣ ସମସ୍ୟା ଅଛି, ପଲିଟିକାଲ ଆଙ୍ଗେଲ କ'ଣ ହେବ, ପଲିଟିକାଲ ଡିରେକ୍ସନ କ'ଣ ହେବା ଦରକାର, ଯିଏ କଥାକୁ ଜଣାଇବାକୁ ଚାହୁଁଛନ୍ତି, ଯେଉଁମାନେ ଚିନ୍ତା କରୁଛନ୍ତି ତାକୁ ବିଜୁ ଜନତା ଦଳ ସଭାପତିଙ୍କ ପାଖରେ କଥା ପହଞ୍ଚାଇବାକୁ ଚେଷ୍ଟା ଦେଉନାହାନ୍ତି। କେଉଁମାନେ? ଯେଉଁମାନେ ଆଜି ଆସିଥିଲେ, ଯେଉଁମାନେ ଦିନକୁ ରାତି ଯଦି କୁହାହେବ ସେମାନେ ରାତି ମାନିବେ, ଯଦି ରାତିକୁ ଦିନ କୁହାହେବ ସେ ହଁ ଏଇଟା ଦିନ, ତାହେଲେ ସେମାନେ ବିଜୁ ଜନତା ଦଳ ରହିବେ। ସେମାନେ କିଏ? ସେମାନେ ହେଉଛନ୍ତି ପାଣ୍ଡିଆନକୁ ସମର୍ଥନ କରୁଥିବା କିଛି ଗୋଷ୍ଠୀ, କିନ୍ତୁ ଯେଉଁମାନେ ତୃଣମୂଳ ସ୍ତରରେ ଅଛନ୍ତି ସେମାନେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନୀତି ଆଦର୍ଶର ଅନୁପ୍ରାଣିତ, ସେମାନେ କରେଜିୟସ୍ ହେବା ପାଇଁ ବିଶ୍ୱାସ କରନ୍ତି, ଓଡ଼ିଆ ଜାତିକୁ କେମିତି ଆଗକୁ ନେଇପାରିବେ, କେମିତି ସମୃଦ୍ଧଶାଳୀ କରିପାରିବେ ସେଥିରେ ସେମାନେ ସମ୍ପୂର୍ଣ୍ଣ ଭାବେ ଅଭିମନ୍ତ୍ରିତ। ସେମାନେ ଆଜି ଅପର ପକ୍ଷରେ ଥିଲେ ଏବଂ ଓଡ଼ିଶାର ହଜାର ହଜାର ଯୁବକ ସାଥୀଙ୍କର ନୈତିକ ସମର୍ଥନ ମଧ୍ୟ ଆ ପଛରେ ରହିଛି। ଭାଇ ଆପଣ ରାଜ୍ୟସଭାରେ କ୍ରସ୍ ଭୋଟିଂ କଲେ, ପରବର୍ତ୍ତୀ ସମୟରେ କହିଲେ ବିଜୁ ଲିଗାସିକୁ ଆଗକୁ ନେବା ପାଇଁ ଏମିତି କରିଛି, କିନ୍ତୁ ଆଜି କ'ଣ ଦଳ ବିଜୁ ଲିଗାସିରୁ ଦୂରେଇ ଯାଉଛି କି ବିଜୁ ଜନତା ଦଳ? ଆପଣଙ୍କୁ ଲାଗୁଛି ଏମିତି? ଆପଣ ଭୋଟରୁ ବୁଝିପାରିଲେନି କି? ଭୋଟରୁ ବୁଝିପାରିଲେ ନା ବିଜୁ ଜନତା ଦଳର ଯେଉଁ ନିଷ୍ପତ୍ତି ଥିଲା, କଂଗ୍ରେସ ବିରୋଧରେ ଅଣକଂଗ୍ରେସ ଆନ୍ଦୋଳନ ବିଜୁ ଜନତା ଦଳ ଜନ୍ମ ନେଇଥିଲା, କିନ୍ତୁ ଆଜି ଯେତେବେଳେ ଯେଉଁ ନିଷ୍ପତ୍ତି ନେଲେ କାହା ସହିତ ଆଲୋଚନା ନ କରି ବିଚାର ବିମର୍ଶ ନ କରି ତା ବିରୁଦ୍ଧରେ ମୁଁ ମତ ସାବ୍ୟସ୍ତ କରିକି ଗଣତାନ୍ତ୍ରିକ ଉପାୟରେ ଯେଉଁ ହଜାର ହଜାର ବିଜୁ ଜନତା ଦଳର ନେତା ରହିଛନ୍ତି, ଶୁଭେଚ୍ଛୁ ସମର୍ଥକ ରହିଛନ୍ତି, ତାଙ୍କର ସ୍ୱର ହେଇକି ବିଜୁ ଜନତା ଦଳ ସଜାଗ କରିବା ପାଇଁ ସୁପ୍ରିମୋଙ୍କୁ ମୁଁ ନିଷ୍ପତ୍ତି ନେଇଥିଲି। କିନ୍ତୁ କିଛି ବ୍ୟକ୍ତିବିଶେଷ ଅଛନ୍ତି ଚାଟୁକାର କରିବା ପାଇଁ ବସିଛନ୍ତି, ପାଣ୍ଡିଆନକୁ କେମିତି ହିରୋ କରାଯିବ, ପାଣ୍ଡିଆନଙ୍କ ନିୟନ୍ତ୍ରଣରେ ଓଡ଼ିଶା କେମିତି କବଳିତ ହେବ। କିନ୍ତୁ ସେ ବ୍ୟକ୍ତି ତ ସନ୍ନ୍ୟାସ ନେଇ ସାରିଲେଣି 2024 ନିର୍ବାଚନ ପରେ, ଏବେ ବି କ'ଣ ଦଳର ତାଙ୍କର କର୍ତ୍ତୃତ୍ୱ ଦାୟୀ ରହୁଛି କି? ଜାଣିପାରୁନାହାନ୍ତି କି? ଦିସ୍ ଇଜ୍ ଦ ରିଫ୍ଲେକ୍ସନ୍ ଅଫ୍ ପାଣ୍ଡିଆନ ଡିସିସନ୍। ଆପଣ ବୁଝୁନାହାନ୍ତି। ଆଜି ମଧ୍ୟ ସନ୍ତୃପ୍ତ ମିଶ୍ରଙ୍କ ପ୍ରାର୍ଥୀ ବୁଝନ୍ତୁ, ଆଜି ମଧ୍ୟ ନବୀନ ବିଜୁ ଫାଉଣ୍ଡେସନର ସଭାପତି କିଏ? କେହି ଓଡ଼ିଆ ନଥିଲେ? କିଏ ନଥିଲେ? କିଏ ହେଲା ସଭାପତି? କିଏ? ତାହେଲେ କାହା ଘର ଆଡ୍ରେସ୍ ଦିଆଯାଇଛି? ଲିଜେଣ୍ଡାରୀ ବିଜୁ ପଟ୍ଟନାୟକ ସମ୍ପୂର୍ଣ୍ଣ ଭାବେ କିଛି ନିୟନ୍ତ୍ରଣ କରିକି ବିଜୁ ବାବୁଙ୍କ ନୀତି ଆଦର୍ଶକୁ ବିକିକି ବିଜୁ ଜନତା ଦଳର ଲକ୍ଷ ଲକ୍ଷ କର୍ମୀ ଶୁଭେଚ୍ଛୁ ତାଙ୍କର ମତକୁ ଫୋପାଡ଼ି ଦେଇକି କେମିତି ପାଣ୍ଡିଆନ କଣ୍ଟ୍ରୋଲ ବିଜୁ ଜନତା ଦଳ ଚାଲିବ ସେଥିପାଇଁ ସେମାନେ ଲାଗି ପଡ଼ିଛନ୍ତି। ରାଜସ୍ୱ ନିର୍ବାଚନ ପୂର୍ବରୁ ଯେଉଁ ସବୁ ନବୀନ ନିବାସରେ ଆଲୋଚନା ହେଲା, ଆପଣ ଲଗାତାର ଆସୁଥିଲେ, ରାତ୍ରି ଯାପନ କଲେ, ରହଣି ହେଲା, ସେଠାରେ ମଧ୍ୟ ଆଲୋଚନା ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିବ, କିନ୍ତୁ ହଠାତ୍ ସକାଳୁ ଆପଣଙ୍କର ମତ ବଦଳିଗଲା। ବିଜୁ ଜନତା ଦଳର ହୁଇପ୍ ମୁଁ ସମ୍ପୂର୍ଣ୍ଣ ଭାବେ ମାନିଛି, ଯେଉଁ ନିଷ୍ପତ୍ତି ଦେଇଥିଲେ ସବୁ କାର୍ଯ୍ୟକ୍ରମରେ ମୁଁ ମଧ୍ୟ ଅଂଶଗ୍ରହଣ କରିଛି, କିନ୍ତୁ ମୁଁ ଯେତେବେଳେ ଅନୁଭବ କଲି, ଯେତେବେଳେ ବିଜୁ ଜନତା ଦଳର ପ୍ରାର୍ଥୀ ଘୋଷଣା ପୂର୍ବରୁ ବିଜୁ ଜନତା ଦଳର ବରିଷ୍ଠ ନେତା ଯେତେବେଳେ କହିଲେ ବିଜୁ ଜନତା ଦଳ ଭିତରୁ କୌଣସି ନେତାକୁ ସୁଯୋଗ ଦିଅନ୍ତୁ ରାଜ୍ୟସଭାରେ ନେତୃତ୍ୱ ନେବା ପାଇଁ, ତାଙ୍କୁ ସାଙ୍ଗେ ସାଙ୍ଗେ ଏକ୍ସପେଲ୍ କରାହେଲା ପାର୍ଟିରୁ। ସେଥିପାଇଁ ମୁଁ ଭାବୁଥିଲି କେତେବେଳେ କାଳେ ନବୀନ ବାବୁ ବିଚାର କରିବେ, ଚିନ୍ତା କରିବେ, ନାହିଁ ଆମେ କଂଗ୍ରେସ ସହିତ ମେଣ୍ଟ କରିବୁ ନାହିଁ, ଆମେ ବିଜୁ ଜନତା ଦଳର କେଉଁ ସଦସ୍ୟକୁ ବାଛିବୁ, କିନ୍ତୁ ଏଭଳି କୌଣସି ଘଟଣା ଘଟିଲାନି। ମୁଁ ଦଳୀୟ ହୁଇପ୍ ମାନିଲି, ଦଳରେ ମଧ୍ୟ ଅଛି, କିନ୍ତୁ ଏ ନିଷ୍ପତ୍ତି ସହିତ ସମ୍ପୂର୍ଣ୍ଣ ଭାବେ ନାହିଁ। ଆଗାମୀ ଯାତ୍ରା କ'ଣ ରହିବ ଟୁବୁ ତ୍ରିପାଠୀଙ୍କର? ଟୁବୁ ତ୍ରିପାଠୀ ସବୁବେଳେ ସ୍ୱାଧୀନ ଚିନ୍ତା ବ୍ୟକ୍ତି, ବିଜୁ ଲିଗାସିରେ ବିଶ୍ୱାସ କରୁଥିବା ବ୍ୟକ୍ତି, ବିଜୁବାବୁଙ୍କ ଦ୍ୱାରା ଗଭୀର ଭାବେ ପ୍ରଭାବିତ ହୋଇଥିବା ଜଣେ ରାଜନୈତିକ ବ୍ୟକ୍ତି। ଆଗାମୀ ଦିନରେ ତାକୁ ଆୟୁଧ କରି ବିଜୁ ଜନତା ଦଳକୁ କେମିତି ପାଣ୍ଡିଆନ ମୁକ୍ତ କରାଯିବ ସେଥିପାଇଁ ମୁଁ ଶକ୍ତିଶାଳୀ ପରିଶ୍ରମ ଉଦ୍ୟମ କରିବି।
निहत रूपे अधिक आलोचना करते आम सहित सीधा प्रतिक्रिया दौले जे बिजु जनता दलर बांकी विधायक रही देवीरंजन त्रिपाठी कहते बिजु जनता दलर जो पांड्यान प्रीति रही जाइए ताकू दूरेवाई तांकर ए पदक्षेप एवं आज स्पष्ट होईगला जेहेतु बिजु युव छात्र जनता दल विक्षोभ प्रदर्शन कला तांको सरकारी क्वार्टर आगे ता प्रमाणित करदेला बीजेडी एवं मध्य पांड्यान प्रेम रही आज मध्य बिजु जनता दल बिजु लिगासी रे आउ नाही। भुवनेश्वर कैमरा पर्सन दीपक सहित शुभजीत अर्गस न्यूज। जदि आपंक आम भिडी भल लगा तेब आम चैनल को लाइक शेयर और सब्सक्राइब करने को जमा भी भूलु नहीं।